ମୋ ନାଁ ଡକ୍ଟର ସୌଭାଗ୍ୟ ପରିଡ଼ା, ମହାପ୍ରଭୁ ନିର୍ବାଚନ ମଣ୍ଡଳୀ ବସିଛି। ସାର୍ କ'ଣ ଘଟଣା ସମ୍ପର୍କରେ ଆସିଛନ୍ତି? କିଛି ଦିନ ମୁଁ ଦେଖାଯାଉଛି ଇଏ ଗୋଟେ ଲେଡି ସରପଞ୍ଚ ଅଛି ମୁଁ ମହାପଡ଼ା ନିର୍ବାଚନ ମଣ୍ଡଳୀର 15 ଦିନ ମାସ ଆଗରୁ ତାଙ୍କର ପଞ୍ଚାୟତ ଇସ୍ୟୁ ନେଇକରି ପ୍ରଶାସନ ବିରୋଧ କରିଥିଲା। ତାପରେ ତାର ଯେତିକି ସବୁ ରହିଛି ପଞ୍ଚାୟତର ଗ୍ରିଭାନ୍ସ ରିଡ୍ରେସଲ୍ କରିବା ପାଇଁ ସେ ବିଡିଓଙ୍କ ପାଖକୁ ଯାଇଥିଲା। ମୋର ପ୍ରଶ୍ନ ଏଠି ଉଠୁଛି, ବିଡିଓ ମହୋଦୟ କାହିଁକି ଏତେ ନିଜକୁ ଇନସିକ୍ୟୁର ଫିଲ୍ କରୁଛନ୍ତି? ନା ତାଙ୍କ ଉପରେ ବିଧାୟକ ପ୍ରେସର ରହୁଛି? 4-5ଟା ଏ ତ ଦୃଶ୍ୟ ବର୍ତ୍ତମାନ ସାରା ଓଡ଼ିଶାର ଚର୍ଚ୍ଚାକୁ ଯିବ। ଆପଣମାନେ ପ୍ରେସ୍ରେ ଦେଖେଇଲେ ଯେମିତି ଦ୍ରୌପଦୀ ବସ୍ତ୍ରାହରଣ କରାଯାଉଥିଲା, ଗୋଟେ ଲେଡିକୁ 4-5 ଜଣ ଘେରିକି ରହିଛନ୍ତି। ସେ ହିମାଂଶୁ ପ୍ରଧାନକୁ ଯାହା କରାଯାଇଛି ଆତ୍ମାର ଚେୟାରମ୍ୟାନ୍ କରାଯାଇଛି, ମାନସ ମହାନ୍ତି ଜୋନ୍ ସଭାପତି, କୃଷ୍ଣପଦ ମଣ୍ଡଳ ଗୁଣ୍ଡା ସାଚି ବତିଘର ରାଓ, ରୋହିତ ରାଉତ ସାଜିଛି, ଏମାନେ ହେଉଛି ବିଧାୟକର ଭଡ଼ାଟିଆ ଗୁଣ୍ଡା। ଆଉ ସେମାନେ କେବେଠୁ ବିଡିଓଙ୍କର ପିଆର ହେଲେଣି ଆମେ ଜାଣିବୁ। ବିଡିଓ ଯଦି କାମ ପାରିବେନି, 5-5ଟା ଚାର୍ଜ ରହିବେ, ଗୋଟେ ଲେଡି ସରପଞ୍ଚକୁ ଦେଖା କରିବେନି, ତ ଦୁର୍ଭାଗ୍ୟ ମହାପଡ଼ା। ଏ ଦୁର୍ଭାଗ୍ୟ, ଗୋଟେ ଲେଡି ସରପଞ୍ଚକୁ ଆଟାକ୍ କରାଯାଉଛି। କୋଉଠି ପୋଲିସ ମାନୁଆଲ ଅଛି ତାକୁ ଡିଟେନସନ୍ କରି ରଖିବା ପାଇଁ? ମୁଁ ଆପଣଙ୍କୁ ଭୁବନେଶ୍ୱର ଆସିବା ପୂର୍ବରୁ ମୁଁ ଆଇଏଏସ୍ ସହିତ କଥା ହେଇଥିଲି ଯେ ଆପଣଙ୍କର କୋଉ ଗ୍ରାଉଣ୍ଡ ଅଛି ତାକୁ ଡିଟେନସନ୍ କରି ରଖିଛନ୍ତି, ମୋତେ ଇମିଡିଏଟ୍ ତାକୁ କଥାବାର୍ତ୍ତା କରନ୍ତୁ। ନା ସେ ମିସବିହେଭ୍ କଲା, ହରିତି ପ୍ରାଇମା ଫାଇସ୍ ପ୍ରମାଣ କ'ଣ ଅଛି? ଆପଣ ମିସବିହେଭ୍ କରିଛି, କ୍ଲାରିଟି ଅଛି ଭିଡ଼ିଓରେ କହୁଛି। ମୁଁ ଆସିଛି ବିଡିଓଙ୍କୁ, ମୁଁ ଯେହେତୁ 7,000-8,000 ଲୋକଙ୍କ ରିପ୍ରେଜେଣ୍ଟ କରୁଛି, ତାଙ୍କ ଗ୍ରିଭାନ୍ସ ରିଡ୍ରେସଲ୍ କରିବା ପାଇଁ ମୁଁ ଆସୁଛି। ତାପରେ ଭୁଲ କୋଉଠି ରହିଲା? ଗୋଟେ ଲେଡି ସରପଞ୍ଚ ଯଦି ଦେଖା ନ କରିପାରିବ ଗୋଟେ ବିଡିଓଙ୍କୁ, ଦୁଃଖର କଥା। ମୁଁ ଦାବି କରୁଛି, ଏସ୍ପିଙ୍କ ପାଖରେ ମୁଁ ଦାବି କରିବି ଯେ ଗୋଟେ ଅଯୋଗ୍ୟ ବିଧାୟକକୁ ଆମେ ଆଣିଛୁ 2 ବର୍ଷ ହେଲା। କାଲି ଆଜ୍ଞା 2 ବର୍ଷ ପୂର୍ତ୍ତି ସରିବ, ହବ ଦେଶର ରାଜ୍ୟର ପୂର୍ତ୍ତି ହବ। ଏ ଅଯୋଗ୍ୟ ବିଧାୟକକୁ ଆଣିଛୁ, ସେ ଅଯୋଗ୍ୟ ଅଫିସରମାନଙ୍କୁ ଆଣିଛନ୍ତି ଯେ ଯେଉଁମାନେ ରହିଲେ ସବୁ ପଞ୍ଚାୟତ ଡିପେଣ୍ଡେଣ୍ଟ, ସେମାନଙ୍କୁ ଏଇଭଳିଆ ଟର୍ଚର ମିସବିହେଭ୍ କରାଯାଉଛି। ଆପଣ କ'ଣ ବିଧାୟକ ଲାଗି ନିର୍ବାଚନରେ ପ୍ରଚାର କରୁଥିଲି? ଏଇଟା ତ ମୋର ବହୁତ ବଡ଼ ଭୁଲ, ପାପ। ମୁଁ ଜଗନ୍ନାଥଙ୍କ ପାଖରେ ଭୁଲ ମାଗିକି ଆସିଛି ଯେ ଅଯୋଗ୍ୟ ବ୍ୟକ୍ତି ପାଇଁ ମୁଁ 5 ବର୍ଷ ପାଇଁ ମହାପଡ଼ାକୁ ଲୋକମାନଙ୍କୁ ଗୋଟେ ଅଯୋଗ୍ୟ ଲୋକଟାକୁ ଦାନ କରିଦେଲି। ବୁଲି ବୁଲିକି ପ୍ରଚାର କରିଥିଲି। ଏ ଝିଅ ବି ପ୍ରଚାର କରିଥିଲା, କ'ଣ ଫଳ ପାଇଲା? ତାଙ୍କ ପଞ୍ଚାୟତର ଲୋକଙ୍କୁ ସେ ରକ୍ଷା କରିପାରୁନି। ବର୍ତ୍ତମାନ ଫାଇଟ୍ କରିକି ଆଜି ବର୍ତ୍ତମାନ ଦେଖନ୍ତୁ ମୁମୂର୍ଷୁ ଅବସ୍ଥାରେ ବେଡ୍ରେ ପଡ଼ିଛି। କି ଦୁର୍ଭାଗ୍ୟ! ଇଏ ମହାପଡ଼ାବାସୀଙ୍କ ପାଇଁ କାଳ ସମୟ ଆସିଗଲାଣି, ସଙ୍କଟ ଆସିଗଲାଣି, ଶନି ଦଶା ପଡ଼ିଗଲା ଭଳିଆ ଏଭଳିଆ ପରିସ୍ଥିତି ବର୍ତ୍ତମାନ ଆସିଛି। ଇଏ ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ, ଆକୁ ନେଇ ଷ୍ଟ୍ରାଇକ୍ କରାଯିବ। ମୁଁ ବେଟିଲି ତ ମୁମୂର୍ଷୁ ଅବସ୍ଥାରେ ଅଛି, କହିବା ପାଇଁ ସେ ବର୍ତ୍ତମାନ ନିଜକୁ ଇଏ କରିପାରୁନି, ନର୍ମାଲି ଫିଲ୍ କରିପାରୁନି। ତେଣୁ ମୋର କୋଶ୍ଚିନ୍ ହେଉଛି ବିଡିଓ ମହୋଦୟ ଏବଂ ପୋଲିସର ଯେ ନୂଆ ଆଇଏଏସ୍ ଆସିଛନ୍ତି, ସବ୍ ଇନ୍ସପେକ୍ଟର ହେଇଛନ୍ତି, ଯୁକ୍ତି କରୁଛନ୍ତି। କୋଉଠି ମାନୁଆଲ ଅଛି ଆପଣ ଏମିତି ଡିଟେନସନ୍ କରି ରଖିବେ, ତାଙ୍କୁ ଫିଜିକାଲି ଆସଲ୍ଟ କରିବେ? ଯଦି କିଛି ଆଲିଗେସନ୍ ଅଛି ତାଙ୍କ ନାଁରେ ସେ ତ ସ୍ପଷ୍ଟ ଭାବରେ କହୁଛନ୍ତି, ଦେଇଦିଅନ୍ତୁ ଭିଜିଲାନ୍ସକୁ, ଦେଇଦିଅନ୍ତୁ, ଅଡିଟ୍ ହଉ, କ୍ଷୀର ପାଣି ଅଲଗା ହେଇଯିବ। ଅସୁବିଧା କୋଉଠି ଅଛି? ବିଧାୟକ ମହୋଦୟ ଇଣ୍ଟରଭେନ୍ କରନ୍ତୁ। ଅଭିଯୋଗ ନ କରି କାହିଁକି ଆଲାଉ କଲେନି ଶୁଣିବା ପାଇଁ? କାହିଁକି 5-5ଟା ଲୋକ ଯାହାକୁ ପିଆର ସାରିଛନ୍ତି ଘେରିକି ରଖିଲେ ଗୋଟେ ଝିଅକୁ, ଗୋଟେ ମହିଳା ସରପଞ୍ଚକୁ କାହିଁକି ଗେଟ୍ ପାଖରେ ଘେରିକି ରଖିଲେ? ସେମାନେ କିଏ? ପୁରା ବିପର୍ଯ୍ୟସ୍ତ ଅଛି ଏବଂ ଅଫିସର ମାନେ ଚାମଚା ହେଇଯାଇଛନ୍ତି, ବିଧାୟକଙ୍କର ପୁରା ଚାମଚା ହେଇଯାଇଛନ୍ତି। ସେମିତି ଚାଲିବନି। ବିଧାୟକକୁ ରାଜରାସ୍ତାରେ ମୁଁ ଘେରିବି। ବିଗତ ଦିନରେ ଯେ ସରକାର ତାଙ୍କୁ ଘେରିଥିଲି, ତାଙ୍କୁ ବି ଘେରିବି, ମୁଁ କହିଦେଉଛି। ଯଦି ୟା ଉପରେ କିଛି ତ୍ୱରିତ ପଦକ୍ଷେପ ନ ନିଆଯାଏ। ଠିକ୍ ଅଛି।